हेलो हाय नमस्कार जय जगन्नाथ समस्त को देखियो 2 दिन लानी वीडियो गोटे भाइराल होची जोड़ा कि हम पुरी जगन्नाथ मंदिर रो से लुकटा कौन ता पुओ ପାଇଁ ସବୁ କିଛି ଡାକ୍ତର ଘୋଷଣା କଲେ ଯେ ପିଲାଟା ଆକ୍ଚୁअली डेथ आउ नाही। तो ସେଇ ଲୁକଟା ତା ଆଶା ଭରସାରେ ମହାପ୍ରଭୁଙ୍କ ଆଶା ଭରସାରେ ତାଙ୍କର ଆତ୍ମ ତାଙ୍କର ଭରସାରେ ସେ ମନ୍ଦିରକୁ ନେଇକି ଗଲେ। ଦେଖିयो ସେ ଲୁକଟା ମନ୍ଦିରକୁ ନେଇ ଗଲା ପରେ କେତେ ତାଙ୍କୁ ବି ଗୋଟେ ଭରସା ଥିଲା। ଦେଖ ଆମ ଓଡିଆ ମାନଙ୍କୁ ସମସ୍ତଙ୍କର ଭରସା ଯୋଉଟା ଯେତେବେଳେ ବିପଦରେ ପଡିଆ ମହାପ୍ରଭୁ ଜଗନ୍ନାଥକୁ ଡାକିଆ ସେମିତି ସେ ଦୁଃଖରେ ଯେତେବେଳେ ସେ ଥିଲା ସେ ତାଙ୍କୁ ନେଇକରି ଗଲା। ସେଠି ନେଇକରି ଗଲା ପରେ ତାଙ୍କୁ ଦେଖିବ ତାଙ୍କୁ କଣ କଲେ ପୂଜା ଅର୍ଚ୍ଚନା ଟିକେ କଲେ କଣ କଲେ ତାପରେ ସେଠି ଶୁଆଇଥିଲେ। ସେ ଲୋକଟା କେମିତି ଆଖି ଦେଖିଲା ଦେଖ ଆଖି ଦେଖିଲା ଉଠିଲା ଉଠି ତ ନା ଆଖି ଦେଖିଲା ସେ କେମିତି ମାନେ ଲାଷ୍ଟ ଷ୍ଟେଜ। ଆପଣ ମାନେ କଣ କରିବେ ଡକ୍ଟର ଯଦି ଏମିତି ଆପଣଙ୍କୁ କହିଦବ ଆପଣ କଣ କରିବେ ଆଖରି ସଂସ୍କାର କରିବେ ବା ତମର ଯୋଉଟା ନୀତି ନିୟମ ଯୋଉଟା ହଉଛି ସେଇଟା ତ ଆପଣ ମାନେ କରିବେ। ସେମିତି ସେଇ ଲୋକଟା ମାନେ ତାକୁ ଡକ୍ଟର କହିଲା ପରେ ବି ସେଇ ମତରେ ବି ତାର ଭରସା ଆସିଲା ଯୋଉଟା ହବ ସେଇ ଭରସା ସେ ବିଶ୍ୱାସ ଭରସା ସେ ନେଇକି ଗଲା ମହାପ୍ରଭୁ ଗାଁକୁ କାଳିଆ ଠାକୁର ବାହାରୁ। ସେଇ ଲୋକଟା କିନ୍ତୁ ଆଖି ଦେଖିଲା ଦେଖ ବାହାରେ ତୋର ନୀଳା କାଳିଆ ଠାକୁର। ସେଇଥିପାଇଁ ଲୋକ ଦେଖ ଆଜି ଓଡିଶାରେ ମାନେ ଏମିତି ମହାପ୍ରଭୁଟି ଅଛି ବ୍ରହ୍ମାଣ୍ଡର କୋଉଠି ନାହିଁ ବ୍ରହ୍ମାଣ୍ଡର କୋଉଠି ନାହିଁ। ଯୋଉଟା ବି ଆପଣ ଆଶା ଭରସା କରି ମାଗୁଛନ୍ତି ଭଗବାନ ସମସ୍ତଙ୍କୁ ପୂରଣ କରୁଛି। ଆଉ ଯେତେବେଳେ ବିପଦରେ ଯୋଉ ଜିନିଷ ବି ଆପଣ ମାଗିବେ ସେ ଜିନିଷଟା ମୋର ହିସାବ ତ ମୁଁ ଦେଖିଛି ଯେତେବେଳେ ବିପଦରେ ପଡୁଛି ତା ନା ଧରିଲେ ସେ ଜିନିଷଟା ହବ। ଲେଟରେ ହବ କିନ୍ତୁ ହବ। ସେଇଟା ପାଇଁ ମହାପ୍ରଭୁଙ୍କୁ 100 ନମସ୍କାର 100 ମୁଣ୍ଡିଆ। ଲୋକକୁ ଦେଖିଲା ପରେ ଯେତେ ଆମ ଭକ୍ତି ଥିଲା ଆହୁରି ଭକ୍ତି ବଢିଗଲା। ଆଜି ବି ମହାପ୍ରଭୁ ବଞ୍ଚିକି ଅଛନ୍ତି। ଆପଣ ମାନେ କେବେ କୁହନ୍ତୁ ଏଇ ଜିନିଷଟା ନାହିଁ ଆଉ କିଛି ନାହିଁ। ଏବେ ବି ମହାପ୍ରଭୁ ବଞ୍ଚିକି ଅଛନ୍ତି। କିନ୍ତୁ ମତେ ଗୋଟେ ଝାଡଖଣ୍ଡର ଗୋଟେ ପିଲାଟା ମତେ କହିଲା ସେଇଟା ତ ମୁଁ ଜାଣି ନାହିଁ ମୁଁ କେବେ ସେମିତି ଯାଇନାହିଁ। ଭାଇ ଆମେ ପୁରୀ ଯାଇଥିଲୁ ଆଉ ବସଷ୍ଟାଣ୍ଡରେ ଉଠିଲୁ ବସଷ୍ଟାଣ୍ଡରେ ଉଠିଲା ପରେ ଅଟୋ ବାଲା ଧରି ଡାକିଲେ ଆସ 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 ହୋଟେଲରେ ନେଇକି ଆମ ହୋଟେଲ ଦେଖାଇବୁ 200 ଟଙ୍କା ଛାଡିଦେବୁ 200 ଟଙ୍କା ନେବୁ ହୋଟେଲରେ ବି ଛାଡିଦେବୁ ଆସିବୁ ବୋଲି କହିଲେ କିନ୍ତୁ ତାଙ୍କୁ ନେଇଗଲେ ପୁଣି 3-4ଟା ହୋଟେଲ ବୁଲେଇଲେ ପୁଣି କୁଡା ଇଚ୍ଛା ଲାଷ୍ଟରେ ଗୋଟେ ହୋଟେଲ ସିଲେକ୍ସନ କଲେ ତାଙ୍କେ ଦେଖ ଦୂରଠୁ ଆସିଥିବେ ରାତି ସାରା ଟ୍ରାଭେଲ କରି ଆସିଥିବେ ଦିନ ସାରା ଟ୍ରାଭେଲ କରୁଥିବେ ଯିଏ ହେଲେ ବି ସେ ଆଉ ଚାଳ ଯାଉଥିବ ତାଙ୍କୁ ଆଉ ଗୋଟେ ହୋଟେଲ ଚଏସ୍ କଲେ ପୁଣି ସେଇ ହୋଟେଲଟା ପୁଣି 2200 ନା କେତେ ଗୋଟେ ନେଲେ ପୁଣି ତାଙ୍କ ଇନକ୍ଲୁଡିଂ ଜିଏସଟି ପିଏସଟି କଣ କରି ତାଙ୍କୁ ନେଇକି ଗଲେ ପୁଣି 2200 ଟଙ୍କା। ସେଇ ଅଟୋ ବାଲା ବି ତାଙ୍କୁ 200 ଟଙ୍କା ନେଇଗଲା କିନ୍ତୁ ଅଟୋ ବାଲା ଭାଇ ସେ ଭିତରେ ଅଟୋ ବାଲାର କଣ କମିଶନ ଥିଲା ସେଠି। ତାପରେ ଲାଷ୍ଟ ତାଙ୍କୁ ଜାଣିଲେ ପୁଣି ଯେ ପରେ ଏଇ ହୋଟେଲଟା ଆମକୁ 1200 ନା 1300 ଟଙ୍କା ମିଳୁଛି ବୋଲି ସମସ୍ତେ ଦେଖ ପୁରୀରେ ତମେ ଯିବ ଅଟୋ ବାଲା ଆଉ ଅଟୋ ବାଲା ତମେ ବିଚ୍ ଫିଚ୍ ମନ୍ଦିରକୁ ଯିବେ ତାଙ୍କୁ କହିବେନି କୋଉଠି ରହୁଛ କଣ କରୁଛ ତାମାନେ କହିବେ ସେଇ ହୋଟେଲଟା ସେତେ କଣ ପ୍ରାଇସ୍ ସେତେ ଏମିତି ସେମିତି ଅଟୋ ବାଲା ତମକୁ ଏମିତି ଗଲା ସେମିତି ତାଙ୍କୁ ସେ ଜିନିଷଟା ଖରାପ ଲାଗିଲା। ଏତେ ଭରସା ବିଶ୍ୱାସ ସହିତ ଗୁରୁଜନ ଆସୁଥିବ ଆଉ ତମମାନେ ସେଇ ଜିନିଷ କରୁଛ ତମମାନେ ଉପରେ ଯାଇକି ଜବାବ ଦେବାକୁ ପଡିବ ନାହିଁ ତଳେ ହିଁ ଜବାବ ଦେଇକି ଯିବାକୁ ପଡିବ ଜାଣିଥ ମହାପ୍ରଭୁ ତମକୁ କେବେ ବି ତମକୁ କ୍ଷମା କରିବନି। ଆଜି ନା ଏଇ ଜନ୍ମରେ ତମକୁ ଭୋଗ ଦେବାକୁ ପଡିବ। ଚାहे ତମ ପୁଅ ଝିଅକୁ ତ କଣ ହବ ନାଇଁ ତ ତମ ଫ୍ୟାମିଲି ଉପରେ କଣ ହବ ଯେତେ ତମ ବେଇମାନି କରି ଇନକମ କରୁଛ ନା ସେଇଠି ଛାଡିକି ଯିବ କେବେ ବି ଜାଣିଥ। ଗୋଟେ ଲୋକ ବାହାରଠୁ ଆସୁଛି ତାଙ୍କୁ ମିଛ ମିଛ କହିକି 2-3ଟା ହୋଟେଲ ବୁଲାଇ ବୋଲି ଦେଖାଇକି ତାଙ୍କ ମାନଙ୍କୁ ସେଇଠୁ ତମର କମିଶନ ଥାଉଛି 1000 ଟଙ୍କାର ହୋଟେଲଟାକୁ ତମେ 2000 ଟଙ୍କା ଦିଲାଉଛ। ଭାଇ ବହୁତ ଦୁଃଖ ଲାଗିଲା ସେମିତି କହିଲା ମତେ ଯୋଉ ଜିନିଷଟା ହୋଟେଲର ନାଁ ତ କହିବିନି ମୁଁ ଜାଣିଛି ସେ ହୋଟେଲର ନାଁ ସେ ମତେ କାର୍ଡ ବି ଦେଲା ସେ ହୋଟେଲର ମୁଁ ସର୍ଚ୍ଚ କରି ଦେଖିଲା ପରେ ହୋଟେଲଟା ଅଛି ସେଇଟା ମୁଁ ଜାଣିଛି। ତାପରେ ସେ କହିଲା ସେ ଜିନିଷଟା 1000 ଟଙ୍କାର ହୋଟେଲଟାକୁ ଆମକୁ 2200 ନେଇଗଲେ ଜିଏସଟି ପିଏସଟି କରିକି ଭାବ ଗୋଟେ ଅଟୋ ବାଲା ସେ 2 ଜଣଙ୍କୁ ତାଙ୍କଠୁ କେତେ ପଇସା ମାରି ଖାଇଲା। ମିନିମମରେ ଅଟୋ ଭଡା 200 ଟଙ୍କା ନେଇକି ଗଲା 2-3 କିଲୋମିଟର ଆଣିକି ଛାଡିଲା ତାଙ୍କୁ 200 ଟଙ୍କା ନେଇକି ଗଲା ପ୍ଲସ ତାଙ୍କ କଣ ସେଇଠୁ ଗୋଟେ 700 ନା 800 ଟଙ୍କା ସେ ମାରିଥିବ ସେଠୁ କମ୍ପଲସରି ସେ 1000 ଗୋଟେ ରୁମ ଭାଇ କିଛି ନାହିଁ ଏସି ନାହିଁ ଭଲସେ ଫ୍ୟାନ ଗୋଟେ ନାହିଁ ଟିଭି ନାହିଁ ସେ କହୁଥିଲା ନା କିଛି ଗୋଟେ ନାହିଁ ରୁମ କେତେ ଭିତରେ ହେଇଥିବ 1000-1200 ହେଇଥିବ ଆଉ କଣ ହେଇଥିବ କାହିଁ କୁହ। ନାଇଁ ଏସି ଲଗାଇଛି ଭଲ ବେଡ୍ ଅଛି ବେଡ୍ ଭଲ ନଥିଲା ପୁଣି ନା ଶୋଇବା ପାଇଁ ଗୋଟେ ବ୍ଲାଙ୍କେଟ ଦେଇ ନଥିଲେ ପୁଣି ତାଙ୍କ ମାନଙ୍କୁ ବାଥରୁମ ପୁରା ଟୁଟା ଫୁଟା ପୁଣି ପାଣି ଆସୁନଥିଲା ପୁଣି ନଳରେ ସେ ହୋଟେଲ କେତେ ହେଇଥିବ।
ମିନିମମ୍ରେ ମୁଁ ମ୍ୟାକ୍ସିମମ୍ କହିଦେଉଛି, ମୁଁ 1000 ଟଙ୍କା କହିଦେଉଛି। 1000 ଟଙ୍କାଠୁ ବି କମ୍ରେ ଥିବ, 700-800 ଭିତରେ ଥିବ, କିନ୍ତୁ ମୁଁ 1000 ଟଙ୍କା କହିଦେଉଛି। ଲୋକଟା 1000 ଟଙ୍କା ତାଠୁ 1200 ମିସ୍ ନେଉ, ସେଇ ଲୋକ ଅଟୋ ଭାଡ଼ା କେତେ ମାରିଛି? 700-800 ଟଙ୍କା ମାରିଛି। 800 ଟଙ୍କା ପ୍ଲସ୍ 200 ଟଙ୍କା ଅଟୋ, 1000 ଟଙ୍କା। ସେଟା ସେ 200 ଟଙ୍କା ଛାଡ଼, ଅଟୋ ଭାଡ଼ା ସେ ନେଇକି ଆସିଲା, ସେ ଜିନିଷ ସେ କଲା। କିନ୍ତୁ ଏତେ ବି ଜଣକୁ କରିବାର ନାହିଁ। ସେ ଗୋଟେ ଭକ୍ତି ପାଇଁ ଗୋଟେ ତାର ଗୋଟେ ବିଶ୍ୱାସ ଭରସାରେ ସେ ଆସୁଛି। ସେଇ ଜିନିଷ ତମମାନେ ତାଙ୍କଠୁ ମାରିକିରି ଖାଉଛ। ତମମାନେ କେବେ ବି ଏତେ ବଡ଼ ପାପ କରୁଛ, ତମମାନେ ଜାଣିପାରୁନ କଣ ହବ ତମମାନଙ୍କର। ତ ଛାଡ଼, ଏମିତି ଲୋକମାନେ ଥିବେ, ରାକ୍ଷସ ଯାହା ଜନ୍ମ ହେଇଛନ୍ତି। ତମମାନଙ୍କ ପାଖରେ ଆଜି ସେ ମହାପ୍ରଭୁ ବସିଛନ୍ତି ବୋଲି ତମମାନେ ଆଜି ସେମିତି କରୁଛ। ଦିନ ଆସିବ, ତମର ବି ଟାଇମ୍ ଆସିବ, ସେ ଜିନିଷ ତମକୁ ରିୟଲାଇଜ୍ ହବ, ମୁଁ ସେ ଜିନିଷଟା କରିଥିଲି ବୋଲି ଆଜି ମତେ ଏମିତି ହେଲା ବୋଲିକିରି। ମହାପ୍ରଭୁ ସବୁ ଦେବ। ଆଉ ତମେ ତମେ ଯଦି କାହାକୁ ଯଦି ତା ନାଁ ନେଇ ତମେ ଛିନୁଛ ବା ତମେ ତାଠୁ ଯଦି ଠକୁଛ କିମ୍ବା କଣ କରୁଛ ନା, ସେ ତମକୁ ଜବାବ ଦେବ। ଦିନ ଆସିବ। ଯାହା ହଉ, ଏଇ ଭିଡ଼ିଓଟା ଦେଖିକି ବହୁତ ମନୋଭୂତି ବହୁତ ଲାଗିଲା। ଆଜି ସବୁ ଅଲ୍ ଓଭର ଇଣ୍ଡିଆରେ ସବୁ ନ୍ୟୁଜ୍ ଚ୍ୟାନେଲ୍ ରିଚ୍ ଚାଲିଛି, ବହୁତ ଖୁସି ଲାଗିଲା। ଯାହା ହଉ, ମହାପ୍ରଭୁଙ୍କ ଆପଣମାନଙ୍କ ଆଶୀର୍ବାଦ, ଆପଣମାନେ ବି ସମସ୍ତେ ଭଲରେ ରୁହନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ। ମୁଁ ବି ସବୁବେଳେ ଭଲରେ ଅଛି। ଧନ୍ୟବାଦ। ମୋ ଭିଡ଼ିଓ ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ ମାରିବେ।